ପ୍ରେମ ବୋଲି ଭାବିଥିଲି କାଚ ଆଇନା ତୁ କିଏ ଗୋଟେ ଏତେ ବେଳୁ ଫୋନ କଲା ଭାଙ୍ଗିଦେଲୁ। ନୂଆ ନମ୍ବରଟା। ହ୍ୟାଲୋ, କିଏ ବୋଉ? ହଁ ହଁ କହ କହ। କଣ ହେଲା? ଏ ହେ ଭାରି ମନ ଦୁଃଖ ହଉଛି ଲୋ। ଓହୋ, ହଉ ତୁ ରଖ, ମୁଁ ତୋ ସାଙ୍ଗରେ ଆଉ ଟିକେ ଗଲେ ପଛରେ କଥା ହେବି। ତମର କଡେଇ ଭଜା ସଇଲା? ହଁ ସଇଲାଣି, ଖାଲି ଧୋଇକି ନେଇକି ଯାଉ, ତମେ ଚାଲ। ଆଉ ଶୁଣ, ଗୋଟେ କଥା ତମେ ଜାଣିଲନି? କଣ? ତମେ ଜାଣିନ ଗୋଟେ କଥା ଏପର୍ଯ୍ୟନ୍ତ? କଣ ହେଇଛି? ଆମ ବାହାଘର ଯୋଉ ମଧ୍ୟସ୍ଥି କରିନଥିଲେ, ସେ ଏବେ ଚାଲିଗଲେ। କଣ ଆମ ବାହାଘର ଯୋଉ ମଧ୍ୟସ୍ଥି କରିଥିଲେ ସେ ଚାଲିଗଲେ? ହଁ ବା, ଭାରି ମନ ଦୁଃଖ ହଉଛି, କୁହନି କୁହନି। ହଁ ମନ ଦୁଃଖ ତ ହଉଥିବ ନା, ତମର ଟିକେ ମନ ଦୁଃଖ ହଉଥିବ, ଯେହେତୁ ତମକୁ ବାହାଘର ମୋ ସାଙ୍ଗରେ କରିଥିଲେ, ତମର ମନ ଦୁଃଖ ତ ନିଶ୍ଚିନ୍ତ ହଉଥିବ। ଆହା, ଭଲ ହେଇଛି ସେ ମଧ୍ୟସ୍ଥି ଟା ଯାଇଛି। ଇଏ ନହେଲେ ମୋରି ଭଳିଆ ଏମିତି କେତେ ପୁଅଙ୍କୁ ବାହାଘର କରିଥାନ୍ତା। ଇଏ ଏମିତି କେତେ ପୁଅ ମାନେ କେତେ ଘରେ ବାସନ ମାଜିଥାନ୍ତେ। ଭଲ ହେଇଛି ଯାଇଛି। ତମେ ସେପଟକୁ ବୋଲି କଣ କହୁଛ କି? ନା ମ, ମୁଁ କହୁଥିଲି ବାସନ ଟା ତମେ ଯାଅ, ମୁଁ ମାଜିକି ନେଇକି ଯାଉଛି। ଶୀଘ୍ର ମାଜିକିନା ନେଇକି ଆସ। ହଁ ଗଲା ବେଳକୁ ପହଞ୍ଚିଲା ବେଳକୁ ଘରେ ଯେମିତି ମଜା ହେଇକି ଥୁଆ ହେଇଥିବ। ହଁ ମୁଁ ଯାଉଛି। ଶୀଘ୍ର ଆସ। ଚାଲ। ଯାହା ହଉ ଆଜି ଯାଇଛି ସେ ମଧ୍ୟସ୍ଥି, ମୋ ମନ ଭାରି ଖୁସି। ଏଥରକ ତ ମୁଁ ତ ଆକୁ ଦେବି କାନେ ଆଉ। ହଁ ଆରେ ହେଇ